ଶୁଣିବେନି ବୁଢା ବାବୁ ଏତେ ଶୁଣିବେନି ମୋ କଥା ଟିକେ ଶୁଣ। ତୋର ମୁଁ କିଛି କଥା ଶୁଣିବିନି କି ତତେ କିଛି ସାହାଯ୍ୟ କରିପାରିବିନି ବୁଢା ବାବୁ ଏଇ ଥର ପାଇଁ ମୋ କଥା ଟିକେ ରଖନ୍ତୁ। କେବଳ ତୋରି ପାଇଁ ପିଲାଟା ଆଜି ନଷ୍ଟ ହେଇଯିବାକୁ ବସିଛି କେବଳ ତୋରି ପାଇଁ। କଣ କରିବି ବୁଢା ବାବୁ ଯେତେ ରାଗିଲେ ବି ତ କିଛି କହିପାରୁନି ଯେତେ ଯାହେଲେ ମା ମନ ତ। ମା ମନ ମା ହେଇ ପୁଅର ଏ କୀର୍ତ୍ତି ଶୁଣିବାକୁ ତତେ ଭଲ ଲାଗୁଛି? ଗୋଟାଏ ନୁହେଁ ଦୁଇଟା ନୁହେଁ 10-10ଟା କେସ୍ କରି ସାରିଲାଣି। ଏଥିରେ ଖାଲି ତାରି ନୁହଁ ମୋର ବି ମାନ ସମ୍ମାନ ଯାଉଛି। ବୁଢା ବାବୁ ମୋ ଦୁଲା ପାଇଁ ମୁଁ ଆପଣଙ୍କୁ ଭୁଲ ମାଗୁଛି ବୁଢା ବାବୁ ସେ ଆଉ କେବେ ବି ଏମିତି ଭୁଲ କରିବନି। ଏଇ ଥର ପାଇଁ ତାକୁ ଟିକେ ଥାନାରୁ ମୁକୁଳେଇ ଆଣ। ଆରେ ସେ କଥା କଣ ଏପର୍ଯ୍ୟନ୍ତ ବାକି ଅଛି? ତାକୁ ଛାଡ଼ିଦେବା ପାଇଁ ମୁଁ ଥାନା ଇନ୍ସପେକ୍ଟରଙ୍କୁ କହିସାରିଛି। ସତେ ବୁଢା ବାବୁ ହେଲେ ମନେ ରଖ ପାନା এইটা হচ্ছে লাস্ট। তো পুଅକୁ ତୁ କହିଦେ ଏଥରକ ଯଦି ସେ ଭୁଲ କରେ ତାହେଲେ ତାକୁ ମୁଁ କେବେ କ୍ଷମା ଦେବିନି ଏଇ ତୋ ପୁଅ ଆସିଗଲାଣି ତୋ ପୁଅ। ଛି 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 ଉଳାଙ୍ଗାର କି ରେ ତୁ କଣ ମତେ ଟିକେ ଶାନ୍ତିରେ ରଖେଇଦେବୁନୁ? ତୋ ପାଇଁ ମୁଁ ଏମିତି କେତେ ଦଗଞ୍ଜେବି କହିଲୁ କିରେ କହୁନୁ? ଚୁପ୍ ରହିଲୁ କାହିଁକି? ମୋ କଥାର ଜବାବ ଦଉନୁ। ବାକି ଥିଲେ ସିନା ସେ କିଛି କହିବ। ମଦ ପିଇ ଦଙ୍ଗା ହାଙ୍ଗାମା କରି ହାଜତରେ ପଶି ସାରିଲା ପରେ କଣ ଅଛି ସେ ଆଉ କହିବ? ଏ ଦୁଲାଲ ତୋ ବାପା ଏଇ ୱାସରେ ସାରା ଜୀବନ କାମ କରି ମରିଗଲା ପରେ ବି କୌଣସି ଦିନ ତାକୁ କେହି ପଦେ କହିଛି ନା? ବରଂ ତାକୁ ସମସ୍ତେ ସବୁବେଳେ ସମ୍ମାନ ଦେଇଛନ୍ତି ଅଥଚ ତୁ ତାରି ପୁଅ ହେଇ ଛି 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 ଛି। ଆରେ ଯଦି ବାପର ନାଁ ରଖିବାକୁ ଚାହୁଁଛୁ ତାହେଲେ ଗୋଟା କିଛି କର। କଣ କରିବୁ କହୁନାହାନ୍ତି? କିରେ ତୁ କଣ କରିବୁ ନ କରିବୁ ସେ କଥା ତତେ ବୁଢା ବାବୁ କହିବେ? କିରେ ତୁ ପାଠ ସାଠ ପଢିଛୁ ତ ନିଜ ମୁଣ୍ଡରେ କଣ କିଛି ବୁଦ୍ଧି ନାହିଁ? ନିଧି ନଥିଲେ ମୁଣ୍ଡର ବୁଦ୍ଧି ପଶେନି ବୋଉ। ଆଜିକାଲି ଯାହା କିଛି କରିବାକୁ ହେଲେ କେବଳ ଟଙ୍କା ଦରକାର। ଟଙ୍କା ତୁ କେବେ ମତେ ମାଗିଛୁ? ଆରେ ତୁ କିଛି କରିବାକୁ ଚାହିଁଛୁ ମୁଁ ତତେ ଟଙ୍କା ଦେବାକୁ ମନା କରୁଛି? ଆପଣ କାହିଁକି ମନା କରିବେ ବୁଢା ବାବୁ? ବରଂ ଆପଣଙ୍କ ଟଙ୍କାକୁ ନେଇ ସେ ଅପବ୍ୟୟ କରିଛି। ସାଙ୍ଗସାଥି ମେଳରେ ମଉଜ ମଜଲିସ କରି ସେ ଟଙ୍କାକୁ ସେ ବାଜ୍ୟ ଖର୍ଚ୍ଚରେ ଉଡେଇଛି। ଏ ଦୁଲାଲ ଆରେ ତୁ ହଉଛୁ ତୋ ମାର ଆଶା ଭରସା ଭବିଷ୍ୟତ ସବୁ କିଛି। ସେଥିପାଇଁ ତତେ କିଛି କରିବାକୁ ହବ ଆଉ ସେଥିପାଇଁ ମୁଁ ବି ତତେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି ହେଲା? ଠିକ ଅଛି, ଆପଣ ଯଦି ମତେ ସାହାଯ୍ୟ କରିବେ ତାହେଲେ 50 ଲକ୍ଷ ଟଙ୍କା ଆପଣ ଦେଇପାରିବେ? କେତେ 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 50 ଲକ୍ଷ? ହଁ ଟଙ୍କା ଗୁଡାକ ତୁ କଣ ମାଟି ଗୋଡି ବୋଲି ଭାବିଛୁ ନା କଣ? 50 ଲକ୍ଷ ହେଲେ ମୁଁ ଜାଣିପାରେ କି ଏତେ ଗୁଡେ ଟଙ୍କା ନେଇ ତୁ କରିବୁ କଣ? ବ୍ୟବସାୟ କରିବି। ବ୍ୟବସାୟ? କି ବ୍ୟବସାୟ କରିବାର ଯୋଗ୍ୟତା ତୋର ଅଛି ଶୁଣେ? 5 ଥର ପରୀକ୍ଷା ଦେଇ ସାରିଲା ପରେ ଯିଏ ବିଏଟାକୁ ପାସ୍ କରିପାରିଲାନି ସେ ପୁଣି 50 ଲକ୍ଷ ଟଙ୍କା ହ୍ୟାଣ୍ଡେଲ କରିବ। ଆପଣ ତାକୁ ଗୋଟେ ଟଙ୍କା ଦିଅନ୍ତିନି ବୁଢା ବାବୁ? ତୁର ପାନା ତୁର। ଠିକ ଅଛି ମୁଁ ତତେ 50 ଲକ୍ଷ ଟଙ୍କା ଦେବି କିନ୍ତୁ ତା ପୂର୍ବରୁ ତୁ କୋଉ ବିଜନେସ୍ କରିବୁ କୋଉ ପ୍ରୋଜେକ୍ଟ ହାତକୁ ନେବୁ ତା ରିଟର୍ନ କେତେ ମିଳିବ ଆଉ କେତେ ଦିନ ଭିତରେ ମିଳିବ ଏହାର ଡିଟେଲ୍ସ ମୋର ନିହାତି ଦରକାର। ଓକେ? ବୁଢା ବାବୁ ବୁଢାବୁକୁ ତୁ 50 ଲକ୍ଷ ଟଙ୍କା ମାଗୁଛୁ? କୋଉ ଅଧିକାରେ ଏତେ ଗୁଡେ ଟଙ୍କା ମାଗୁଛୁ ମୁଁ ଟିକେ ଶୁଣେ? ସେ କଥାଟା ମୋ ଅପେକ୍ଷା ତୁ ଭଲ ଭାବରେ ଜାଣିଛୁ। ଦୁଲାଲ ଏଇ ବିଶ୍ୱଜିତ ହରିଚନ୍ଦନ ସ୍ତ୍ରୀ ମରିଗଲା ପରେ ତାର 3-3ଟା ପିଲାଙ୍କୁ ଛାତିରୁ କ୍ଷୀର ଦେଇ ତୁ ବଞ୍ଚାଇଛୁ। ମୋ ଆହାରକୁ ତୁ ଭାଗ ଭାଗ କରି ବାଣ୍ଟି ଦେଇଛୁ। ମୋ ଅଧିକାର ତୁ ମତେ ବଞ୍ଚିତ କରୁଛୁ। ସେଥିପାଇଁ ତତେ କଣ ବୁଢାବୁ କିଛି ଦେଇନାହାନ୍ତି? ପାଠ ସାଠ ପଢି ମଣିଷ କରିବା ପାଇଁ କଣ ନ କରିଛନ୍ତି ସେ? ବଡ଼ ଘର ପିଲାମାନେ ପଢୁଥିବା ସ୍କୁଲ କଲେଜ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତୋ ନାଁ ଲେଖିଛନ୍ତି। ଗାଁରେ ଆମ ପାଇଁ ଜମି ବାଡି କୋଠା ସବୁ କରିଦେଇଛନ୍ତି। ଆଉ କେତେ କରିଥାନ୍ତେ ତୋ ପାଇଁ? ସେତିକି ମୋ ପାଇଁ ଯଥେଷ୍ଟ ନୁହେଁ ବୋଉ। ଅଧିକା ଆଶା କଲେ ମୂଳରୁ ପାଇବୁନି। ନ ମିଳିଲେ କାହା ଦୟାରେ ମୁଁ ବଞ୍ଚିବାକୁ ଚାହୁଁନି। ଏ ଦୁଲାଲ ତା ନିଜ ପାଇଁ ନିଜେ ପରିଚୟ ସୃଷ୍ଟି କରିବ। ନିଜ ହାତରେ ସେ ତା ଭାଗ୍ୟ ଗଢିବ। ତୋ ଭଳି ଗୋଟେ ହତଭାଗ୍ୟ ପୁଣି ଭାଗ୍ୟ ଗଢିବ ଭାଗ୍ୟ। ଛି 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 ଛି। ଶୁଣ ବୋଉ, ତୋର ଏ ହତଭାଗ୍ୟ ପୁଅ ଦିନେ ନିଶ୍ଚୟ ସୌଭାଗ୍ୟର ଚିଡ଼ି ଚଢିବ। ସେଥିପାଇଁ ସୁବିଧା ଆଉ ସୁଯୋଗ ଦରକାର।
यस केवल सुजोग अपेक्षा रे भाउज भाउज अरे कुआडे गलो भाउज ए भाउज अरे बाबा कुआडे गलो जे हेलो स्वाति देवी अरे दुलाल तमे हठात एठी केते बेला आसिलो केतेबेले माने एई तो वर्तमान आसी पहुंचली आउ केमती अछ तमे कौन जान न अरे मो केमती जानिबी कहिले सिना सबू कथा कौन मुह खोली कही हुए एमिति अनेक कथा थाए जहाँ की संकेत रे बुझी जाए कौन कहबा को चाहो तमे जो दिल में बीत रही है ना बेवफा से कहो ये बात दर्द की है दर्द आसना से कहो माने मानेटा बुझी पारलो नी ना न बुझिबार एक्टिंग कर देखो सीधा सीधा कथा को मो बेसी पसंद करे मु तुमको भल पाए दुलाल तम मुंडा ठीक अछि तो विश्वास कर स्वाति तुम रूप निहारे मु पागल हो जाइछि तुमर टिके सानिध्य पाइले मु निजको धन्य मन करिवि विश्वास कर स्वाति मु केवल सब बेले गोटाए स्वप्न देखि चलछि तमे यस तमे स्वाति तमे हबो मो बेड पार्टनर आसो स्वाति एटा ड्राइंग रूम केही नाती केही भी देखिबेनी अरे आसो प्लीज केवल थरक पाई मो पाखु आसो स्वाति यस कम ऑन स्वाति कम ऑन स्वाति कम ऑन स्वाति गेट क्वाइट स्वाति नु हो स्वाति देवी बोली डाको तमे मते बेड पार्टनर करिवो मते एते शीघ्र निजर स्थिति भूली जाउछ सामान्य गोटे चाकराणी रो छुआ हई तमे चंद्र को हाथ बढ़ाइबो स्वाति हेले मन रखो स्वाति होटल किंबा बार रो कॉल गाल नु हो ए स्वाति रो सानिध्य पाइबा को हेले तुमको आहुरी 10 थर जन्म नबा को पड़िबो अंडरस्टैंड कौन है स्वाति सानो भाई डैडी कहि शीघ्र लफटा के घर विदा कर दियो ए घर रहिबार योग्यता या नहीं ता माने से तोते हां सानो भाई ए नॉनसेंस मते स्वाति तू दुलाल एक कथा कौन सत स्वाति जहा कहीगला नहीं माने तू तो मालिक जो केमिति व्यवहार करिवो तू से कथा निजे जानिनु हाउ डेयर यू स्वातिर पाद धरी भूल मागी बुझा मु स्वाति को स्वातिर पाद धरी भूल मागी बुझा मु स्वाति को माय ऑर्डर गो पुण्य बड़ा आश्चर्य कथाटा कौन न कही मते चलीगला अति दुखर विषय से कथाटा सानाबू आपन केमिति कहिए कहले माने एही आजिकाली पिला मानकर प्रेम व्यापार प्रेम करिया पई इमिति उदुरबाजा होउचंदे जे स्थान काल पात्र किछि मानु ना एही हम सानाबू देखु ना तामाने तुम्हें कहबाकू चाहूच पुण्य को एक झील सह मु कहू नै हजूर एही गाँ लोक माने जा टुपुर टापर भुसुर बाजार होउचंदे मु पचारुची के सही झील जहाँ सहित पुण्य संपर्क रखी बाबा पूजा सहित पुण्य बाबूंकर नारे 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 पूजा को पूजा एही मधु प्रधान झियो पूजा मधु प्रधान तमाने मुकुंदपुर मधु प्रधान आज्ञा जे जे तम समुदी अति दुखर विषय अरे सहीटा मोर की समुदी यहाँ पक्का धपा बाज चिकन कथा कही ता बड़ झील को मो बड़ बो सांगे मेंडे देला एबे सबु बेल मो घरे ठिया पाला पक्का रहा बेलटा हजूर ता भी सैया है जीव जेमिति जा हो से झील कबल साना बो खसई आनंद नहले साना बो जीवन भी नष्ट हो जीव किनी हजूर यही मुहूर्त से मधु प्रधान पाखक तुम्हें खबर दियो से वर्तमान आसी मत देखा करू जाओ खबर देदेली हजूर आसला बेले कहीकि आसीदिली से आसुदिव निश्चय आसलानी हजिला बड़द खोजिला दंडवत हजूर मते डाकी आज्ञा ना
ତତେ ଡକେଇକିରି ହଜୁର ଭୁଲ କଲେ ବରଂ ତାଙ୍କର ତୋ ପାଖକୁ ଯିବାଟା ଭାବୁଥିଲା। ସମୁଦି ତମେ ଏମିତି କ'ଣ କହୁଛ? କାହା ସହିତ କେମିତି କଥାବାର୍ତ୍ତା କରିବାକୁ ହୁଏ ଏ ବୟସରେ କ'ଣ ସେଇଟା ତମକୁ ଶିଖେଇବାକୁ ହବ? ଆଉ ଅତି ଦୁଃଖର ବିଷୟ ଏ କଥା କହିବା ମୁଁ ତୋ ଠାରୁ ଶିଖିବି? ନା ନା ନା, ତୁ କୋଉ ମଣିଷର ଗଣାବେ ତୋ ସହିତ ଭଦ୍ରାମୀରେ କଥାବାର୍ତ୍ତା କରିବି? ମୁଁ ବି ତମ ସହିତ ଏଠିକି କଥାବାର୍ତ୍ତା କରିବାକୁ ଆସିନି। ରାଜା ବାବୁ ମତେ ଏଠିକି ଡାକିଛନ୍ତି। ଯାହା କହିବା କଥା ସିଏ ମତେ କହିବେ। କ'ଣ ଆଉ କହିବେ? ଗୁଣବତୀ ଝିଅର ସୁଗୁଣ ଗୁଡାକ କାନ ପାଖରେ ଗୁଣୁ ଗୁଣିକିରି ବଖାଣିବେ। ରେ ବଡ ଝିଅକୁ ତ ମୋ ଘରକୁ ପେଲି ଦେଲୁ, ସାନ ଝିଅକୁ ଯଦି ଛତରି ସଜାଇବା ପାଇଁ ଇଚ୍ଛା ଏଠି କାହିଁକି? ସହରର କୋଉ ଗଳି ନହେଲେ ଲଜିଂରେ ନେଇ ଛାଡ଼ି ଦେଇ ଆସେ। ସମୁଦି ଚୁପ୍ କର କହୁଛି, ଚୁପ୍ କର, ତମେ ଚୁପ୍ କର। ମୋ ଝିଅ ନାଁରେ ଆଉ ପଦେ କିଛି କହିଲେ ମୁଁ ସମୁଦି ଫମୁଦି କିଛି ମାନିବିନି। ତମ ଜିଭଟାକୁ ଟାଣି ଛିଡ଼େଇ ଦେବି। ତୋର ଏତେ ସାହସ ମୋ ସାମ୍ନାରେ ମୋ ଗୁମାସ୍ତାକୁ ତୁ ଧମକ ଦଉଛୁ? ରାଜା ବାବୁ ଆଜ୍ଞା କ'ଣ ଝିଅ ହେଇଛି? କିଛି କରିନି? କ'ଣ ତୁ ଭାବୁଛୁ ମୋ ଜମି ଚାଷ କରୁ କରୁ ମୋ ସମୁଦି ହେଇଯିବୁ? ରାଜା ବାବୁ କ'ଣ ହେଇଛି କୁହନ୍ତୁ ଆଜ୍ଞା, ମୁଁ ଏସବୁ ବିଷୟରେ କିଛି ଜାଣିନି। କ'ଣ ହେଇଛି ଆଜ୍ଞା? ଶୁଣ, ତତେ ମୁଁ ଶେଷ ଥର ପାଇଁ ସାବଧାନ କରିଦେଉଛି, ନିଜ ଝିଅକୁ ନିଜ ଆକଟରେ ରଖ ଆଜ୍ଞା। ତା ନହେଲେ ତୋ ପିଠିରୁ ଛାଲ ଉଠିଯିବ। ନାଇଁ ରାଜା ବାବୁ ଆପଣ ସେମିତି କୁହନ୍ତୁନି। ମୋ ଝିଅକୁ ମୁଁ ଭଲ ଭାବରେ ଜାଣିଛି, ସେ କେବେ ସେମିତି ନୁହେଁ ଆଜ୍ଞା, ସେ କେବେ ସେମିତି ନୁହେଁ। ତା ମାନେ ମୁଁ ମିଛ କହୁଛି? ହଁ ତମେ ମିଛ କହୁଛ। କ'ଣ ହେଲା? ମିଛ କହୁଛ ତମେ। ଏଇ, ଯୌତୁକ ବାବଦକୁ 50,000 ଟଙ୍କା ମୁଁ ଦେଇ ପାରିଲିନି ତ ସେଇଥିପାଇଁ ତମେ ମୋ ଉପରେ ଏମିତି ପ୍ରତିଶୋଧ ନଉଛ। ଏଇଟା ହଉଛି ତମର ଗୋଟାଏ ଚକ୍ରାନ୍ତ। ମୁଁ ସିନା ମିଛ କହୁଛି, ଏ ଗାଁଟା ସାରା ଲୋକମାନେ ତ ଝିଅ ନାଁରେ କ'ଣ ସମସ୍ତେ ମିଛ କହୁଛନ୍ତି? ଏ କୋଉଠି ନୁହେଁ, ଏ ବାଡ଼ି ତଳ ନଈ କୂଳ ତୋଟା ମାଳ ଯୋଉଠି ଦେଖିବ ସେମାନଙ୍କର ପ୍ରେମ। ପ୍ରେମଟା ଏତେ ଗହିରିଆ ହେଇଗଲାଣି ଯେ ରାଧାକୃଷ୍ଣ ପ୍ରେମ ଠାରୁ ବଳେଇଯିବ। ଦେଖିବୁ ଚାଲ ଭାଇ। କ'ଣ ଦେଖିବି? କ'ଣ ଯାଉଛ ମୁଁ କିଛି ଜାଣିପାରୁନି। ପ୍ରେମ ଦେଖିବୁ ଚାଲ। ରାଜା ବାବୁ ଆଜ୍ଞା ମୁଁ କିଛି ବୁଝିପାରୁନି। ଆଜ୍ଞା କ'ଣ ଭାବୁଛ? ମତେ କାଇଁ ଭାଇ ଡର ଲାଗୁଛି। ଡର? ଆରେ ଡର କାହାକୁ? ତମେ କୋଉଠି ମୁଁ କୋଉଠି, ଭଗବାନ କ'ଣ ଆମର ଏତେ ସୁଖ ସହିପାରିବେ? ଆରେ ସୁଖ ତ ଆମର ବିଲକୁଲ ଆରମ୍ଭ ହେଇନି। ଏଥିରେ ଭଗବାନ ସହିବା ନ ସହିବାର ପ୍ରଶ୍ନ ଉଠୁଛି କୋଉଠି? ଥାଉ ଥାଉ, ଏ କଥା ମୁଁ ଅନେକ ଥର ଶୁଣିଛି। ତମର ବିଶ୍ୱାସ ହଉନି ନା? ନା। ଠିକ ଅଛି, ତାହେଲେ ଆଜି ମୁଁ ତମକୁ କହି ରଖୁଛି, ଆମ ବିବାହର ଯଦି କେହି ପ୍ରତିବନ୍ଧକ ସୃଷ୍ଟି କରେ ତମର ହାତ ଧରି ମୁଁ ରାଜରାସ୍ତାକୁ ଓହ୍ଲେଇ ଯିବି। ଏଇ ପୁଣି ନାଟକ ଆରମ୍ଭ କରିଦେଲ? ଆରେ ନାଇଁ ନାଇଁ, ଏ ମଞ୍ଚର ଅଭିନୀତ ନାଟକ ନୁହଁ, ମୁଁ କହୁଛି ମୋ ନାଟକ ଜୀବନର ପ୍ରଥମ ଅଙ୍କ କଥା। ମୋ ନାଟକର ତମେ ହିଁ ଥିମ୍, ସଂଳାପ, ସମସ୍ୟା ସମାଧାନ ସବୁକିଛି। ସତରେ ପୂଜା, ତମକୁ ନ ପାଇଲେ ଏ ପୁଣ୍ୟଟା ମରିଯିବ। ଚୁପ୍। नदी बिना सागर फूल बिना भर नदी बिना सागर सेमिति मत बिना फूल रही पारे भर को
ছাড়ি নদী রহি পারে সাগরকু ভুলি রহি মো পারে না তো বিনা আরে সাথিয়া মো জীবন সাথিয়া আরে সাথিয়া মো জীবন সাথিয়া ঝুমতানা রে তানা নানা রে তানা নানা তেরে না ঝুমতানা রে তানা নানা রে তানা নানা তেরে না তু আসিলে আসে ফেরি আফের ফগুণ তু হসিলে পড়ে ঝরি অদিনে শ্রাবণ তু বাসিলে মহকে মো মনর গণা তু রুষিলে মো জীবন হুয়ে পাট বণা তু ভুলি গলে হাত ধরি বাবু পাদ মন করে বাট চলি বাবু তু বিনা তু বিনা তু বিনা আরে সাথিয়া মো জীবন সাথিয়া আরে সাথিয়া মো জীবন সাথিয়া হে হে আরে সাথিয়া মো জীবন সাথিয়া আরে সাথিয়া মো জীবন সাথিয়া তো কথারে এতে মিঠা মহুরে তো নাহি তো গীতরে এতে মিঠা কুহুসুরে নাহি তো মনরে ଥିଲା ଯୋଉ ମିଠା ମିଠା ରଙ୍ଗ ମୋ ମନରେ ଆଙ୍କି ଦେଲା ମିଠା ପ୍ରେମ ଦାଗ তু চালি গলে মতে একা করি সত কহুছি মো বোধ ଯିବେ মরি তো বিনা তো বিনা তো বিনা আরে সাথিয়া ମୋ ଜୀବନ ସାଥିଆ আরে সাথিয়া মো জীবন সাথিয়া আরে সাথিয়া
साथिया मो जीवन साथिया ପୂଜା ବାପା ଛି 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 କଣ ହଉଛି ସବୁ ସେ ଏଇ तुम बापा ବାପା ରାଗିକି ଇଆଡେ ଆସୁଛନ୍ତି ତମେ ଗୋଟେ କାମ କର ତମେ ଚାଲି ଯାଅ नहीं तुमको ये अवस्था छाड़ी मु कुआर जीवी ତମେ ବୁଝୁନ କାହିଁକି नहीं 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 ବାପା ଯେମିତି ରାଗି ଲୋକ ତମକୁ ଦେଖିଲେ କଣ ନା କଣ କହିବେ अरे दिने ना दिने कहवा कही था आज कही देवी ତମର ଆଜି କହିବା ଦରକାର ନାହିଁ ତମେ ଆଉ କୋଉ ଦିନ କହିବ नहीं नहीं पूजा तुमको ये अवस्था छाड़ी मु कुआर जाई परिबिनी ତମେ ଯାଅ କହୁଛି ନାଇଁ ମୁଁ କିଛି ଶୁଣିବିନି ତମେ ଯାଅ पूजा କଣ ଭାବିଥିଲି ମରି ଗଲୁନୁ କାହିଁକି କଣ ସବୁ ହଉଛି ପୂଜା ପୂଜା ଏଠି ସବୁ କଣ ଚାଲିଛି ହାଁ ମୁଁ କଣ କହୁଛି ତତେ ଶୁଭୁଛି ନା ନାହିଁ ଏ ତୋଟା ଭିତରେ ଏଠି କଣ ସବୁ ଚାଲିଛି ଏ ଲଜ୍ଜା ଶରମ ସବୁ ପୋଡ଼ି ଖାଇଦେଲୁ ବାପା ଚୁପ୍ ବାପା ବାପା ବୋଲି ଡାକିବାକୁ ଆଉ ତୋର ମୁହଁ ଅଛି ହ୍ୟାଲୋ ମାଟା ମରିଗଲା ପରେ ବଡ଼ ଝିଅଠାରୁ ତତେ ଅଧିକ କରିଥିଲି ତତେ ମୁଣ୍ଡରେ ବସାଇଥିଲି ଶେଷରେ ତା ପୁରସ୍କାର ତୁ ଏଇଆ ଦେଲୁ ବାପା। ଏ ମଧୁପ୍ରଧାନ ମୁହଁରେ ଚୂନ କାଳି ବୋଳି ଦେଲୁ କାହିଁକି ଆଉ ବଞ୍ଚି ରହିଲୁ ତୁ ମରିଗଲେ ମୁଁ ଟିକେ ଶାନ୍ତିରେ ନିଶ୍ୱାସ ମାରିବି ପୋଡ଼ା ମୋହି ମୋ ମାନ ସମ୍ମାନକୁ ସବୁ ମାଟିରେ ମିଶାଇ ଦେଲୁ ବାପା ମତେ ମାରନି ବାପା ରଖୁଛୁ ମାରିବିନି ପୂଜା କରିବି ପୂଜା କରିବି ପୂଜା କରିବି ବାସ୍ ତତେ। ମଧୁପ୍ରଧାନ ପୂଜା ବାସ୍ କରିବି ବହୁତ ହେଇଗଲା ଛି, ଛି, ଛି। ତୁମ ବାପ ଝିଅଙ୍କର ନାଟକ ମୁଁ ବହୁତ ଦେଖିଲି ଆଜ୍ଞା ଆଉ ଦେଖେଇବା ଦରକାର ନାହିଁ କଣ କହିଲେ ବାବୁ ମୋ ଝିଅକୁ ନେଇ ମୁଁ ଏଠି ନାଟକ କରୁଛି ଏ ମାଡ଼ ଏ ଗାଳି ଏସବୁ ନାଟକ ବାବୁ ଯଦି ଝିଅଟା ମୋର ଭୁଲ କରିଦେଇଛି ଆଉ କଣ ତା ତଣ୍ଟି ଚିପି ମାରିଦେବି ତୋ ଝିଅକୁ ତୁ କ'ଣ କରିବୁ କ'ଣ ନ କରିବୁ ସେ କଥା ଏଠିକି ମୁଁ କହିବାକୁ ଆସିନି ମୁଁ ଆସିଛି ମୋ ଶେଷ ନିଷ୍ପତ୍ତି ଶୁଣେଇବାକୁ ଆଜ୍ଞା ଶୁଣ ମଧୁପ୍ରଧାନ ଯଦି ତୋ ଝିଅର ମଙ୍ଗଳ ଚାହୁଁଛୁ ତେବେ ଆସନ୍ତାକାଲି ସନ୍ଧ୍ୟା ପୂର୍ବରୁ ତୋ ଝିଅକୁ ଏ ଗାଁ ଛାଡ଼ି ଚାଲିଯିବାକୁ ହବ ରାଜା ବାବୁ ଅବଶ୍ୟ ସେଥିପାଇଁ ତତେ ମୁଁ ଯଥେଷ୍ଟ ଟଙ୍କା ଦେବି ତୋର ଘର ବାଡ଼ି ଢିଅ ଯାହା ଅଛି ସେ ସବୁର ତୁ ଉଚିତ ମୂଲ୍ୟ ପାଇବୁ ବାସ୍ କଣ କହିଲେ ରାଜା ବାବୁ ମୁଁ ଟଙ୍କା ନେଇ ମୋ ଭିଟା ମାଟିରୁ ଉଠି ଚାଲିଯିବି ଏ ଗାଁ ଛାଡ଼ି ମୁଁ କୁଆଡ଼େ ଚାଲିଯିବି ବିଶ୍ୱଜିତ ହରିଚନ୍ଦନ କାହାକୁ ଦୁଇଥର କହିନି ହେଲେ କାହିଁକି ବାବୁ କାହିଁକି କାହିଁକି କଣ ପାଇଁ ମୁଁ ଏ ଗାଁ ଛାଡ଼ି ଚାଲିଯିବି ମୁଁ ତତେ ବତାଉଛି ତୁ ଏ ଗାଁ ଛାଡ଼ି ଯିବୁ କି ନାହିଁ ନା ମୁଁ ଏ ଗାଁ ଛାଡ଼ି କୁଆଡ଼େ ଯିବିନି ଏ ଗାଁରୁ ବାହାର କରିଦେବା ପାଇଁ ଆପଣ କିଏ What? ମୁଁ କଣ ଆପଣଙ୍କ ଜମିଦାରରେ ଘର କରୁଛି ଆପଣ ମତେ ବାହାର କରିଦେବେ ଯଦି ମୋ ଝିଅ ପାଇଁ ମୁଁ ଏ ଗାଁ ଛାଡ଼ି ଚାଲିଯିବି ତାହେଲେ ଆପଣ ବି ଆପଣଙ୍କ ପୁଅ ପାଇଁ ଏ ଗାଁ ଛାଡ଼ି ଚାଲିଯିବେ ମଧୁପ୍ରଧାନ କସ୍ମିନ୍ କାଳ ଆପଣ ଗାଁରେ ରହିପାରିବେନି କେବେ ରହିପାରିବେନି ଏ ଗାଁରେ କେବେ ବାପା ରାସ୍କେଲ ମାରନ୍ତୁ ବାବୁ ଆପଣ ଯେତେ ପାରୁଛନ୍ତି ସେତେ ମାରନ୍ତୁ ଆପଣଙ୍କ ହାତରେ ଯେତେ ତାକତ ଅଛି ସବୁତକ ରାଗ ମୋରି ପିଠି ଉପରେ ସାରି ଦିଅନ୍ତୁ ଏ କାହିଁ ମଧୁପ୍ରଧାନ ନୁହଁ ମୋରି ପରି ଶହ ଶହ ଗରିବ ଲୋକମାନଙ୍କୁ ଆପଣ ଆଉ ଆପଣଙ୍କ ପୂର୍ବପୁରୁଷ ମାନେ ଏମିତି ମାଡ଼ ମାରି ଆସିଛନ୍ତି ବିନା ଦୋଷରେ ସେମାନଙ୍କ ଆଖିରୁ ଲୁହ ଝରେଇ ଦେଇଛନ୍ତି ହେଲେ ଦିନ ଆସିବ ବାବୁ ଦିନ ଆସିବ ଏ ଗରିବ ଖଟିଖିଆ ମାନଙ୍କ ଆଖିର ତତଲା ଲୁହରେ ଆପଣ ଜଳି ପଡି ପାଉଁଶ ହୋଇଯିବେ ମୋ ଆଖି ସାମ୍ନାରୁ ଚାଲିଛେ କହୁଛି ତୋ ପିଠିରୁ ଛାଲ ଉଠେଇ ବାପା ତୁ ଚୁପ୍ କର ଆପଣ ଏ କଣ କରୁଛନ୍ତି ମୁଁ ଏଇମାନଙ୍କୁ ରକ୍ଷା କରିବାକୁ ଚାଲି ଆସିଲୁ ଲଜ୍ଜା ଲାଗୁନି ତତେ ଛି 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 ମଉସା ଝିଅକୁ ନେଇ ଆପଣ ଗଲେ ଯାଆନ୍ତୁ ମୁଁ ଯାଉଛି ବାବୁ ଯାଆନ୍ତୁ ହେଲେ ଗଲାବେଳେ ଖାଲି ଏତିକି କହିଦେଇ ଯାଉଛି ମୁଁ ମରିଯିବି ପଛେ ମୋ ଭିଟା ମାଟି ଛାଡ଼ି ମୁଁ କୁଆଡ଼େ ଯିବିନି ମୋ ଗାଁରୁ ମତେ କେହି ବାହାର କରିପାରିବେ ଆପଣ କୁଆଡ଼େ ଯିବେନି କେହି ମଉସା। ବାହାର କରିପାରିବେନି। ଯାଆନ୍ତୁ ଆପଣ ଯାଆନ୍ତୁ ହଁ ବୋପା ମାଡ଼ ଖାଉଛି ଭଲ ଲାଗୁଛି ଦେଖିବାକୁ ଭଲ ଲାଗୁଛି ଭଲ ନାଁ କରିଦେଲୁ ଚାଲ ଘରକୁ ଚାଲ ଚାଲ ଘରକୁ ଶୁଣିଲୁ ତ ଗୋଟେ ଛୋଟଲ ତା ମୁହଁରେ କେତେ ବଡ଼ ବଡ଼ କଥା କହି ଚାଲିଗଲା ଶୁଣିପାରିଲୁ ଆପଣ ତ କିଛି କମ୍ କହିନାହାନ୍ତି ବାପା ଜଣେ 60 ବର୍ଷର ବୁଢ଼ା ଲୋକକୁ ଆପଣ ମାଡ଼ ମାରିଲେ ଗାଳି ଦେଲେ ଗାଁ ଛାଡ଼ି ଯିବାକୁ ନିର୍ଦ୍ଦେଶ ଦେଲେ କ'ଣ ପାଇଁ ବାପା କୋଉଥିପାଇଁ ସେଇଟା ତା ପାଇଁ ଯଥେଷ୍ଟ ନୁହଁ
मुता जीवन टाकू शेष कर देबी मुताको ता भिटा माटी को उच्छन कर देबी कहीं बापा मधुमूस आपण पाखे कि क्षति करछंती कहीं आपण तो गाँ छाड़ी जावाक निर्देश देले कहीं ताको आज मार मारले कौन पाई बापा कौन पाई से कैफत कण मु तते देबी आज हुए तो निज पुओ को आपण कैफत दे न पारंती किंतु आगामी काली शह शह लोक मान को आपण कैफत दबा को हबो बापा पुण्य हाँ तू भूली जाऊछु विश्वजित हरिचंदन तो सांग नुह तो बापा ए इलाकार जमीदार ए अंचल एक्स एमएलए ए गाँव हर्ता कर्ता दैव विधाता सब किछि तार निष्पत्ति आसंता काली संध्या पूर्व मधु प्रधान ए गाँव जीव मोर विशेष निष्पत्ति शुणी रखु बापा मधु मौसा उपरे कौन से एक्शन नवा अर्थ आपण आपण को पुओ को सबुदिन भूली जिबे कारण मु पूजा को भल पाए ताकू विवाह करी एंड दैट्स फाइनल पुण्य पुण्य एक हारमानी 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 किलो हारमानी एटार स्वर्ग प्राप्ति हो गला ना ये बा हां कि ये सेमती भेंडार छाड़ुची बा हां कि ये सेमती गर्जन करची हां काई कि डाकुतिला कुह अति दुखर विषय मो डाक तुमको हमारडी भलिया सुबिला हाउ काहे कि सकाल सकाल एमती रड्डी कला मते आग कुह से सळा दीपा कुआडे गला बे नडिया कत्ता छड़ौची ऑर्डर देई आसीची सबुतक कत्ता छड़ैबो ता रस्सी की बनैबो मते देखैबो ता परे जाई खाइबो हेले तमर ता पाखे काम कोन सुने ए ता बोपा मो ऊपर गरम हेछि एना एटा को मु ठंडा करी ए मत हां से जो गोली खेर एते बहप से पुनी मो गेरस्त पर गरम हबो दीपा आलो हे दीपा छतर खाई कोठी मरी गलु ना कोन ए देखा केमती हल्ली हल्ली आउची ओहला मत डाकिले बो नडिया कथा छड़ा सरिला 100टा नडिया एते शीघ्र केमती अले छतर खाई काहे की सरबनी बा हां काहे की सरबनी खाइला बेल को तंटी जाए कस्टिम होलिया गिली पकोचू काम कोला को तो गोंडी की बाली जाउची ऊपर कांगी पडू तू मते विश्वास कर बो सरी जाई थांता हेले मो हातटा फोटो गाई जाईची हे अति दुखर विषय अले तो हाथ फोटो का हो कि छिड़ी पड़ू मते नगा पड़ीची हेटी सुन सबुतिक नटिया कत्ता छड़ेबू ता रस्सी की बनैबू मते देखैबू ता नहले तो झाड़ा परिस्रा सबु बंद ठिपी जाम कर दो करिबी बो ए घरर सब काम मु करिबी हेले हेले मते पेट पुराई गुंडा भलो करी खाइबा को दियो डाक्टर देखि औषध टिके दियो बो हलो लो 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 ये कोन मते फार्मेसी कलानी हे अति दुखर विषय बात एते खाइबा को दबु तो गेरस्त को पोसिबु तो डाक्टर खाना रो औषध आनी तते जोगेइबु ए सळा मते स्टेट बैंक भाबी जुगे अरे छतर खाई तो बाड़ी पड़ा बोप्पा को कहूनु नले तो यज्ञ मत गेरस्त को कहूनु से तते डाक्टर देखैबा एठी पदे डायलॉग मारिबी की ए तू हठात हरियाणा षंढ नहीं षंढ माने एमती हठात पसंदी पिताश्री तेबे मु षंढ नुह गिनी आ हारमानी को औरसरु जातो मु तब पुत्र बई बे एटा कोन आज साहित्य कइलानी एटा कोन डामा पेंडाल हेंटाल मारी चालिया छु गेम्फा गिलिउ मो खाली टिके हाटरू फेरे तो गेम्फा जदी बंद न करिची मु गिनी नुए ढोलक मागेना रे मिली जाउछु गेम्फी दउछु फेरे कौन है दीपा हेई आची गले नुआउ तुम स्वामी प्रवर आची गले फटाफट तुम प्रॉब्लम गुडा को कहि पकाओ चटा चट से सॉल्व कर नेबे मु पचारछि कौन है कहिले कोनटा ताड़ी पकइबो सुने बंसी हे जाऊ न स्वामी है जो स्वामी ए देखो
এইটাকু বি দেখ ফোটকা গুড়াক কেমতি ওহଳି পড়ছি দেখ দীপা তোমার এই অবস্থা কেবল তমরি পাই হইছি তমরি অযোগ্য পণিয়া পাই তম স্ত্রী আজি দাসী পুইলঠু বি হীন হই যাইছি বুঝছি নিজে রোজগার করি পারন বলি তম স্ত্রী নড়িয়া কথা পিটি রসি বলি এ ঘরকু পয়সা দেওয়া বাধ্য হଉଛି বুঝছি স্ত্রীটাকু পোছি পারিবা যদি কাঢ় নথিলা তাহলে বাହା হଉଥିଲ কাই ধিক তম স্বামী পণিয়া ধিক না বহুত হয়েগলা আউনু এটি আর গোটে মুহূর্ত বি নুহ আস দীপা এবে আমি ঘর ছাড়ি চালি যা ହେଲେ ଆମେ କୁଆଡ଼େ ଯିବା ଏ ଆଖି ଦିଟା ଆମକୁ ଯୁଆଡ଼େ ନେଇଯିବ ଗଛ ମୂଳେ ରହିବା ପଛେ ହେଲେ କଂସେଇ ଖାନାରେ ଆଉ ନୁହଁ କିନ୍ତୁ ଏମିତି ଭାବରେ ଏଠୁ ଚାଲିଗଲେ ଆମେ ରହିବା କୋଉଠି ଖାଇବା କ'ଣ ବଞ୍ଚିବା କେମିତି ତା ଛଡ଼ା ତମର ହାତ ଧରିଲା ବେଳେ ମୁଁ କ'ଣ ଏ ଆଶା କରିଥିଲି ମୁଁ ମାନୁଛି ଦୀପା ଏସବୁ ପାଇଁ ମୁଁ ଦାୟୀ ମୁଁ ତମର ସବୁ ସ୍ୱପ୍ନକୁ ଧୂଳିସାତ କରିଦେଇଛି ଭାବୁଛ ଯଦି ତମର ଅଯୋଗ୍ୟ ସ୍ୱାମୀଟାକୁ ତମ ଅଭିଶାପ ଏଇ ତମେ ଏମିତି କ'ଣ କହୁଛ ଠିକ କହୁଛି ଦୀପା ଠିକ କହୁଛି ମୁଁ ସେଥିପାଇଁ ମୁଁ ତମକୁ ହାତ ଯୋଡ଼ି ଅନୁରୋଧ କରୁଛି ତମେ ତମେ ତମ ବାପ ଘରକୁ ଚାଲିଯାଅ ତମେ ଏମିତି କ'ଣ କହୁଛ ଠିକ କହୁଛି ମୁଁ ଠିକ କହୁଛି ଦୀପା ଦେଖ ସେଠି କିଛି ନହେଲେ ବି ଗଣ୍ଡେ ଖାଇ ଶାନ୍ତିରେ ଟିକେ ବଞ୍ଚିଯିବ ଯାଉ ଦୀପା ତମେ ତମ ବାପ ଘରକୁ ଚାଲିଯାଅ ମୋ କଥା ଟିକେ ଶୁଣ ଶୁଣିଯାଅ ମୋ କଥା ଟିକେ ଶୁଣିଯାଅ କଣ ଶୁଣିବା କହିଗଲା ପରେ ତୁ ତ ବୋପା ଘରକୁ ଚାଲିଯା ବୋଲି ହେଲେ ଏଇଟା ମୋ ଘର ବୋଉ ଏ ଘର ଛାଡ଼ି ମୁଁ ଯିବି କୁଆଡ଼େ ତୋ ଘର ଯୋଉଦିନ ତୋ ବୋପା ଯୋଗଣୀ ଠାଠୁ ଟଙ୍କା ଆଣିବୁ ସେଇଦିନ ଯାଇ ତୋ ଘର ହବ ଏବେ ନୁହଁ ହେଲେ ମୋ ବାପା ଆଉ ଟଙ୍କା ଦେଇପାରିବେନି ବୋଉ ଦେଇପାରିବେନି ତ ଏଠି ନୁହଁ ସେଠି ମରିବୁ ଯା ଶୁଣ ତୋ ବୋପା ଯୋଗଣୀ ଖିଆକୁ କହିବୁ ମୋ 40,000 ଟଙ୍କା ଆଣି ଶୀଘ୍ର ଦବ ତା ନହେଲେ ମୁଁ ତ ତଣ୍ଟି ଉପରେ ଛିଡ଼ା ହେଇଯିବି ମୋ ପୁଣି মা পেটুর যদি মরি যাই মু টিকে বি দুঃখ করি নথান্তি বচিছি যে কথা কৌଛନ୍ତି মো মুন্ড টিকে টিকে বাট চালি পারুনি কাহারিকি টিকে মুহ দেখেই পারুনি কাহিকি হতভাগিটা বঞ্চি রহি মতে এমতি হন্তসন্ত করুছি কি নাই মলানি কাহিকি সেইটা কাহিকি ন মরকিরি বঞ্চি রহিছি বাপা দীপা